ହଉ ଠିକ୍ ଅଛି। ହଉ ତାହେଲେ ଆମର ଲାଷ୍ଟ କ୍ଲାସ୍ରେ ଆମେ ପଢ଼ିଥିଲେ କ'ଣ, ଚାରିଟା ଷ୍ଟେଜ୍ ବିଷୟରେ ପଢ଼ୁଥିଲେ ହେଲା। କାହାର ଚାରିଟା ଷ୍ଟେଜ୍? କି ବିକାଶର, ଡେଭଲପମେଣ୍ଟର ଚାରିଟା ଷ୍ଟେଜ୍ ବିଷୟରେ ଆମେ ପଢ଼ୁଥିଲେ। ତ ଚାରିଟା ଷ୍ଟେଜ୍ର ନାଁ କିଏ କହିପାରିବ? କିଏ ଜଣେ କୁହ ଚାରିଟା ଷ୍ଟେଜ୍ର ନାଁ। ଆଉ ଇନଫେନ୍ସି? ଆଚ୍ଛା, ଷ୍ଟେଜ୍ ଗୁଡ଼ିକର ବୟସ, ଇନଫେନ୍ସିର ବୟସ କେତେ? 0 ରୁ 2 ବର୍ଷ। 0 ରୁ 2 ବର୍ଷ। ଏଡୋଲେସେନ୍ସର? 0 ଟୁ କୁହ। ଆଡୋଲେସେନ୍ସ ହେଲା 12 ରୁ 18। 12 ରୁ 18। ଚାଇଲ୍ଡହୁଡ୍ର କେତେ କିଏ କହିପାରିବ? ଚାଇଲ୍ଡହୁଡ୍ର କେତେ? 6 ରୁ 12 ବର୍ଷ ଧରି ଯିବ। 2 ରୁ 12 ବର୍ଷ ଯିବ ଚାଇଲ୍ଡହୁଡ୍, କିନ୍ତୁ ଚାଇଲ୍ଡହୁଡ୍ ଦୁଇ ପ୍ରକାର ହେଲା। ଗୋଟେ ହେଲା ଆର୍ଲି ଚାଇଲ୍ଡହୁଡ୍, ଆଉ ଗୋଟେ ହେଲା ଲେଟର ଚାଇଲ୍ଡହୁଡ୍। ତ ଆର୍ଲି ଚାଇଲ୍ଡହୁଡ୍ ହେଲା କେତେ? 2 ରୁ 6 ବର୍ଷ। ଲେଟର ଚାଇଲ୍ଡହୁଡ୍ ହେଲା 6 ରୁ 12 ବର୍ଷ ହେଲା। ଦେଖ ତାପରେ ଆଉ ଗୋଟେ କ୍ୱେଶ୍ଚନ୍ କି, ଯେଉଁ ଶିଶୁ ଯେତେବେଳେ ମାତୃଗର୍ଭରେ ଅଛି ସେଇ ପିରିୟଡ଼ର ବୟସ ସୀମା କେତେ? 9 ମାସ 10 ଦିନ। 9 ମାସ 10 ଦିନ ବା 40 ସପ୍ତାହ ବା 280 ଦିନ ବୋଲି ଆମେ କହୁଛୁ। ସେଇ ପିରିୟଡ଼ର ନାଁ କ'ଣ? ମାତୃଗର୍ଭରେ କ'ଣ? ହଁ, ପ୍ରିନାଟାଲ ଷ୍ଟେଜ୍ ବୋଲି ଆମେ ତାକୁ କହୁଛୁ ହେଲା। ତ ଦେଖ ଆମର ଥିଲା ଚାରିଟା ଷ୍ଟେଜ୍। ଇନଫେନ୍ସି ମାନେ ଶୈଶବାବସ୍ଥା 0 ରୁ 2 ବର୍ଷ, ଆର୍ଲି ଚାଇଲ୍ଡହୁଡ୍ ପୂର୍ବ ବାଲ୍ୟାବସ୍ଥା 2 ରୁ 6 ବର୍ଷ, ଲେଟର ଚାଇଲ୍ଡହୁଡ୍ ଉତ୍ତର ବାଲ୍ୟାବସ୍ଥା 6 ରୁ 12 ଏବଂ ଏଡୋଲେସେନ୍ସ କିଶୋରାବସ୍ଥା ଯାହାକୁ କହୁଛୁ 12 ରୁ 18। WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ଅନୁସାରେ କିଶୋରାବସ୍ଥାର ବୟସ ସୀମା ହେଲା 10 ରୁ 19 ହେଲା। ଆଉ ଯେଉଁ ଯେତେବେଳେ ଶିଶୁ ମାତୃଗର୍ଭରେ ଅଛି ସେହି ସମୟର ଅବସ୍ଥାକୁ ପ୍ରିନାଟାଲ ଷ୍ଟେଜ୍ ବା ପ୍ରସବ ପୂର୍ବ ଅବସ୍ଥା ବୋଲି କୁହାଯାଉଛି, ଯାହାର ବୟସ ସୀମା 9 ମାସ 10 ଦିନ ବା 280 ଦିନ ବା 40 ସପ୍ତାହ ବୋଲି ଆମେ ତାକୁ କହୁଛୁ। ଏହି ପିରିୟଡ଼କୁ କନସେପ୍ସନ୍ ପିରିୟଡ଼ ବା ମାତୃଗର୍ଭର କାଳ ବୋଲି କୁହାଯାଉଛି ହେଲା। ଶିଶୁର ବିକାଶ ଏହି ସମୟରେ ସମ୍ପୂର୍ଣ୍ଣ ରୂପରେ ମାଙ୍କ ଉପରେ ହିଁ ଡିପେଣ୍ଡ କରିଥାଏ ହେଲା। ତାପରେ ନେକ୍ସଟ ଶୈଶବାବସ୍ଥା ଥିଲା ଇନଫେନ୍ସି ଷ୍ଟେଜ୍ 2 ରୁ 6 ବର୍ଷ। ଶିଶୁ ଇନ୍ଦ୍ରିୟ ଦ୍ୱାରା ଶିଖିଥାଏ, ମୋଟର ଏକ୍ସନ୍ କରିକି ଶିଖିଥାଏ। ମୋଟର ଏକ୍ସନ୍ ମିନ୍ସ ବିଭିନ୍ନ ଗତି ସମ୍ବନ୍ଧୀୟ କ୍ରିୟା ହେଲା, ବିଭିନ୍ନ ପ୍ରକାରର କ୍ରିୟା କରିକି ଶିଖିଥାଏ, ଗତି ସମ୍ବନ୍ଧିତ ଯେଉଁଟା ହେଲା। ଏଇ ଜିନିଷ କହିଥିଲେ ଜିନ୍ ପିଆଜେ। ଜିନ୍ ପିଆଜେ କେଉଁ ଥିଓରି ଦେଇଥିଲେ କିଏ କହିପାରିବ? ଜିନ୍ ପିଆଜେଙ୍କ ଥିଓରିର ନାଁ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି ହେଲା। ତାପରେ ଏଇ ପିରିୟଡ଼କୁ କ'ଣ କୁହାଯାଉଛି? ସେନ୍ସିଟିଭ୍ ପିରିୟଡ଼ ବୋଲି କୁହାଯାଉଛି। କାହିଁକି? କାରଣ ଶିଶୁକୁ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ଅଛି। ହଜାର୍ଡେସ୍ ପିରିୟଡ଼ କୁହାଯାଉଛି, ମାନେ ଡେଞ୍ଜରିୟସ୍ ପିରିୟଡ଼ ଟିକେ। ସେନ୍ସିଟିଭ୍ ପିରିୟଡ଼ ସମ୍ବେଦନଶୀଳ କାଳ ବୋଲି କୁହାଯାଉଛି, କାରଣ ଶିଶୁକୁ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ଅଛି ହେଲା। ତାପରେ ଫିଜିକାଲ୍ ଡେଭଲପମେଣ୍ଟ ଟିକେ ସ୍ପିଡ୍ ହେଇଥାଏ। ଏକ୍ସଟ୍ରା ଜିନିଷ ହେଲା କି ଯେତେବେଳେ ଶିଶୁ ମାତୃଗର୍ଭରେ ଅଛି ସେଇ ସମୟରେ ତାର ଯେଉଁ ଫିଜିକାଲ୍ ଡେଭଲପମେଣ୍ଟଟା ଅଛି ବହୁତ ସ୍ପିଡ଼ରେ ହେଉଛି ହେଲା। ଏତିକି ଜିନିଷ ଆମର ଗଲା ଶୈଶବାବସ୍ଥାରେ। ତାପରେ ନେକ୍ସଟ ପେଜ ଦେଖାଯାଉଛି ତ ସମସ୍ତଙ୍କୁ? ପେଜ ଦେଖାଯାଉଛି, ସ୍କ୍ରିନ୍ ସେୟାର ହେଇଛି? ହଉ ଠିକ୍ ଅଛି। ଇଟ୍ସ ଏ ପିରିୟଡ଼ ଅଫ୍ ର୍ୟାପିଡ୍ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ। ଏଇ ଶୈଶବାବସ୍ଥାରେ କ'ଣ ହେଇଥାଏ କି ର୍ୟାପିଡ୍ ଗ୍ରୋଥ୍ ଏବଂ ଡେଭଲପମେଣ୍ଟ ହେଉଛି। ର୍ୟାପିଡ୍ ମିନ୍ସ କ'ଣ କି ବହୁତ ସ୍ପିଡରେ ହେଉଛି ହେଲା। ଇନଫାଣ୍ଟ ଆର୍ ବର୍ନ ୱିଥ୍ ରିଫ୍ଲେକ୍ସେସ୍ ଲାଇକ୍ ସକିଂ, ବ୍ଲିଙ୍କିଂ ଆଣ୍ଡ ଗ୍ରାସ୍ପିଂ। ମାନେ ଛୋଟ ଶିଶୁଟା ବିଭିନ୍ନ ପ୍ରକାରର ରିଫ୍ଲେକ୍ସେସ୍ ମିନ୍ସ ନିଜେ କିଛି କରୁନି। ଦେଖ ମାନେ ବିଭିନ୍ନ ପ୍ରକାରର ଯେଉଁ ପ୍ରତିକ୍ରିୟା ଅଛି ସେଟା ଆପେ ଆପେ ହେଉଛି। ଯେମିତିକି ସେ ସେଇ ପ୍ରତିକ୍ରିୟାକୁ ନେଇକି ଜନ୍ମ ହେଇଛି। ସକିଂ କିଛି ଜିନିଷକୁ, ଯେମିତିକି କ୍ଷୀର ଖାଇବା ସମୟରେ ହଉ, ବୋଟଲର ଯେଉଁ ସେ ଠିପିକୁ ସେଇଭଳିଆ ମାନେ ମୁହଁରେ ଧରିକି
ବ୍ଲିଙ୍କିଂ ଆଖିର ପଲକ ପକାଇବା, ଗ୍ରାସ୍ପିଂ ମାନେ କୌଣସି ଜିନିଷକୁ ଧରିବା, ସେ ସବୁ ପ୍ରତିକ୍ରିୟା ସେ ଆପେ ଆପେ କରିପାରୁଛି ଛୋଟ ସମୟରେ ହେଲା। ଇନଫାଣ୍ଟ ଡେଭଲପମେଣ୍ଟ ଗ୍ରସ୍ ମୋଟର ସ୍କିଲ୍, ହେଡ୍ କଣ୍ଟ୍ରୋଲ ମାନେ ଶିଶୁ ଧୀରେ ଧୀରେ କ'ଣ ଡେଭଲପ୍ କରୁଛି କେଉଁ କେଉଁ କୌଶଳ ଗୁଡ଼ାକ କି ମୁଣ୍ଡକୁ ସମ୍ଭାଳିବା, ସିଟିଂ ବସିବା, ୱାକିଂ ଚାଲିବା, ଏଇସବୁ କୌଶଳକୁ ସେ ଧୀରେ ଧୀରେ ନିଜେ ହିଁ ଡେଭଲପ୍ କରୁଛି ହେଲା। ଦେ ଇମିଟେଟ୍ ପିପୁଲ ମାନେ ଛୋଟ ଶିଶୁମାନେ ଅନ୍ୟ ମାନେ ବଡ଼ ଲୋକଙ୍କୁ ସବୁବେଳେ ଅନୁକରଣ କରିଥାନ୍ତି। ଇନଫାଣ୍ଟ ସେନ୍ସ ଅଫ୍ ହିୟରିଂ, ସ୍ମେଲ୍, ଟେଷ୍ଟ ଆଣ୍ଡ ଟଚ୍ ଷ୍ଟ୍ରେନ୍ଥେନ୍ ମାନେ ଶିଶୁର ଯେଉଁ ଇନ୍ଦ୍ରିୟ ଗୁଡ଼ାକ ଅଛି ସେଇ ଇନ୍ଦ୍ରିୟ ଦ୍ୱାରା ହିଁ ସେ ଶିଖୁଛି ଏବଂ ନିଜକୁ କ'ଣ ନିଜର ବିକାଶ କରାଉଛି ହେଲା। ଦେ କ୍ୟାନ୍ ଆଇଡେଣ୍ଟିଫାଏ ଆଣ୍ଡ ପ୍ରିଫର୍ ହ୍ୟୁମାନ୍ ଭଏସ୍ ସେମାନେ ମଣିଷକୁ ଜାଣିପାରୁଛନ୍ତି। ଟ୍ରାକ୍ ଅବଜେକ୍ଟ ଦେଖିବ କୌଣସି ବଲ୍ ବା ବୋଟଲ ବା ଯାହା କିଛି ବି କୌଣସି ଜିନିଷକୁ ତାଙ୍କ ଆଗରେ ଗଡ଼େଇ ଦେବ ସେମାନେ ତାକୁ ଧରିବା ପାଇଁ ଚେଷ୍ଟା କରିବେ ହେଲା। ମାନେ ସେଇ ଜିନିଷକୁ ଟ୍ରାକ୍ କରୁଛନ୍ତି କି କେଉଁ ପଟେ ଯାଉଛି ଦେଖୁଛନ୍ତି, ସେଇ ପଟୁ ସେମାନେ ଆଣିବାକୁ ଚେଷ୍ଟା କରୁଛନ୍ତି, ସେଇଟା କ'ଣ ଦେଖିବାକୁ ଚେଷ୍ଟା କରୁଛନ୍ତି। ଯଦି ତୁମେ ଗଡ଼େଇ ଦେବ ସେମାନେ ବି ତା ପଛରେ ଚାଲି ଯାଉଛନ୍ତି ସେପଟେ ହେଲା। এইটা গলা শৈশবাবস্থা নর্মালি। তাপরে আসলা পূর্ব বাল্যাবস্থা মানে আর্লি চাইল্ডহুড। আর্লি চাইল্ডহুড বয়স সীমা 2 ରୁ 6 ବର୍ଷ। ইয়াକୁ ଟୟ ଏଜ୍, ପ୍ଲେ ଏଜ୍ ବୋଲି ବି କୁହାଯାଉଛି। ଟୟ ଏଜ୍ କାହିଁକି କୁହାଗଲା କାରଣ ଶିଶୁ ବିଭିନ୍ନ ପ୍ରକାରର ଖେଳଣା ଗୁଡ଼ିକ ସହିତ ଖେଳିକି ଶିଖୁଛି। ପ୍ଲେ ଏଜ୍ କୁହାଗଲା କାରଣ ସେ ଖେଳୁଛି ନର୍ମାଲି। ଏଇ ଜିନିଷ କିଏ କହିଛନ୍ତି ଏରିକ୍ ଏରିକସନ୍ ନାମକ ଜଣେ ମନୋବୈଜ୍ଞାନିକ ଯିଏ ଥିଓରି ଦେଇଥିଲେ ଆମର କ'ଣ ସାଇକୋ ସୋସିଆଲ ଡେଭଲପମେଣ୍ଟ ହେଲା। ତାଙ୍କ ଥିଓରି ବି ପଢ଼ିବା ଆମେ ସାଇକୋ ସୋସିଆଲ ଡେଭଲପମେଣ୍ଟ। ସେନ୍ସିଟିଭ୍ ପିରିୟଡ଼ ସେଇ ପୁଣି ମାନେ କ'ଣ ସମ୍ବେଦନଶୀଳ କାଳ ଅଟେ କେଉଁଥିପାଇଁ ଲାଙ୍ଗୁଏଜ୍ ଡେଭଲପମେଣ୍ଟ ପାଇଁ ଶିଶୁର ଭାଷାର ବିକାଶ ପାଇଁ ସେନ୍ସିଟିଭ୍ ପିରିୟଡ଼ ଅଟେ ପୂର୍ବ ବାଲ୍ୟାବସ୍ଥାଟା। ଏବଂ କ'ଣ ସାମାଜିକୀକରଣ ପାଇଁ ଦେଖ ସାମାଜିକୀକରଣ ପାଇଁ ବି ସେନ୍ସିଟିଭ୍ ପିରିୟଡ଼ ଅଟେ ମାନେ ସୋସିଆଲାଇଜେସନ୍ ପାଇଁ। କାରଣ ଏଇ ଅବସ୍ଥାରେ ଯଦି ଶିଶୁ ଅନ୍ତର୍ମୁଖୀ ବା ଇଣ୍ଟ୍ରୋଭର୍ଟ ହେବାକୁ ଚେଷ୍ଟା କରିବ, ଯଦି ସମସ୍ତଙ୍କ ସହିତ ମିଶି ନପାରିବ ତାହେଲେ ଭବିଷ୍ୟତରେ ମଧ୍ୟ ସେଇଭଳିଆ ସେ ହେଇଯିବ। ଅନ୍ୟମାନଙ୍କ ସହିତ ମିଶିବାକୁ ଭଲ ଲାଗିବନି ତାକୁ। ନିଜେ ନିଜ ଭିତରେ ହିଁ ନିଜ ରୁମ୍ରେ ବା ନିଜ ଘରେ ହିଁ ସେ ସଫିସିଏଣ୍ଟ ମାନେ ଖୁସି। ଅନ୍ୟମାନଙ୍କ ସହିତ ମିଶିବାକୁ ତାକୁ ଭଲ ଲାଗିବନି। କିନ୍ତୁ ଯଦି ଏଇ ଏଜ୍ରେ ଭାଷାର ବିକାଶ ହେଉଛି, ଅନ୍ୟମାନଙ୍କ ସହିତ ମିଶୁଛି, ତାହେଲେ ଶିଶୁର ବିକାଶ ଠିକ୍ ଆକାରରେ ହେଇପାରିବ ହେଲା। ତ ଭାଷାର ବିକାଶ ପାଇଁ ବା ସୋସିଆଲାଇଜେସନ୍ ପାଇଁ ସେନ୍ସିଟିଭ୍ ପିରିୟଡ଼ ବା କ୍ରୁସିଆଲ ବା କ୍ରିଟିକାଲ ପିରିୟଡ଼ ଅଟେ ହେଲା। ଶିଶୁ କ'ଣ ଇମିଟେସନ୍ କରୁଛି, ଇମିଟେସନ୍ କରିକି ଶିଖୁଛି। ଇମିଟେସନ୍ ମାନେ ଅନୁକରଣ କରୁଛି। ଲାଙ୍ଗୁଏଜ୍ ଡେଭଲପମେଣ୍ଟ ତାର ଫାଷ୍ଟ ହେଉଛି 2 ରୁ 5 ବର୍ଷ ବା 6 ବର୍ଷ ମଧ୍ୟରେ। ଯେତେବେଳେ ସେ ଧୀରେ ଧୀରେ ମାନେ ଗୋଟେ ଗୋଟେ ୱାର୍ଡ଼ ବା ଗୋଟେ ଗୋଟେ ଶବ୍ଦ କହିବା ଆରମ୍ଭ କରିଛି, ଏଇ ବୟସରେ ସେ ଭାଷାକୁ ବହୁତ ଭଲ ଆକାରରେ ଶିଖିପାରିବ। କିନ୍ତୁ ତାକୁ ସେଇଭଳିଆ ପରିବେଶ ବା ସେଇଭଳିଆ ପରିବାର ଦରକାର ଯେଉଁଠାରେ କି ଭାଷା ତାକୁ ଶିଖିବାକୁ ମିଳୁଥିବ ହେଲା। ତାପରେ ଦେଖ କ'ଣ ଦ ପ୍ରୋସେସ୍ ଥ୍ରୁ ହ୍ୱିଚ୍ ଚିଲଡ୍ରେନ୍ ଲର୍ନ ଦ ନର୍ମ, ଭ୍ୟାଲ୍ୟୁ, ସ୍କିଲ୍ ଆଣ୍ଡ ବିହେଭିୟର ନେସେସରି ଟୁ ଇଣ୍ଟରାକ୍ଟ ଏଫେକ୍ଟିଭଲି ୱିଥ୍ ଅଦର ମାନେ ଅନ୍ୟମାନଙ୍କ ସହିତ ସେ ମାନେ ଗୁରୁତ୍ୱପୂର୍ଣ୍ଣ ବା ପ୍ରଭାବପୂର୍ଣ୍ଣ ରୂପରେ ମିଶି ପାରିବା କଥା। ନର୍ମ, ଭ୍ୟାଲ୍ୟୁ ଯାହା ବି ଅଛି ମାନେ ସୂକ୍ଷ୍ମ ସୂକ୍ଷ୍ମ ତଥ୍ୟ କି ମୂଲ୍ୟ, କୌଶଳ, ବ୍ୟବହାର ସେ ସବୁ ଜିନିଷ ଅନ୍ୟମାନଙ୍କ ଠାରୁ ସେ ଶିଖିପାରିବ। କିନ୍ତୁ ତା ପାଇଁ ତାକୁ ଅନ୍ୟମାନଙ୍କ ସହିତ ମିଶିବାକୁ ପଡ଼ିବ, ଅନ୍ୟମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ ପଡ଼ିବ ହେଲା। ପ୍ୟାରେଣ୍ଟସ୍ ହୁଅନ୍ତୁ ବା କେୟାର ଗିଭର୍ସ ଯେଉଁମାନେ ତାର ଯତ୍ନ ନେଉଛନ୍ତି, ମା ବାପା ହୁଅନ୍ତୁ, ସେମାନେ ପ୍ରାଇମେରୀ ଏଜେଣ୍ଟ ଅଟନ୍ତି ସୋସିଆଲାଇଜେସନ୍ ପାଇଁ। ସୋସିଆଲାଇଜେସନ୍ ମାନେ କ'ଣ ସାମାଜିକୀକରଣ। ସାମାଜିକୀକରଣ କାହା ଦ୍ୱାରା ହେଉଛି ଶିଶୁର ପରିବାର ଦ୍ୱାରା ହେଉଛି। ସେ ପରିବାର ଠାରୁ ପ୍ରଥମେ ଶିଖୁଛି କି ସମସ୍ତେ କେମିତି ମିଳିମିଶି ରୁହନ୍ତି। ସେ ଯେଉଁ ଜିନିଷଟା ପରିବାରରେ ଦେଖିଲା ଏବେ ସେ ନିଜେ ଟ୍ରାଏ କରୁଛି ତା ସାଙ୍ଗମାନଙ୍କ ସହିତ ବା ନିଜେ ପରିବାର ସହିତ ବା ନିଜେ ସମାଜରେ ମିଶିବା ପାଇଁ ହେଲା। ତାପରେ ଦେଖ ଏତିକି ଥିଲା ପୂର୍ବ ବାଲ୍ୟାବସ୍ଥା। ଉତ୍ତର ବାଲ୍ୟାବସ୍ଥା ତାହେଲେ କ'ଣ ଥିଲା ଆମେ ପଢ଼ିଥିଲେ ଆଗରୁ। ଉତ୍ତର ବାଲ୍ୟାବସ୍ଥା ବି କି ଏଜ୍ ହେଲା 6 ରୁ 12। ଏହାକୁ ଆମେ ଗେମ୍ ଏଜ୍ ବା ଗ୍ରୁପ୍ ଏଜ୍ ବୋଲି କହୁଛୁ। କାରଣ ଶିଶୁ ଏଇ ବୟସରେ ନିଜ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସାଙ୍ଗ ହେଇଥାଏ। ମାନେ ପଞ୍ଚମ ଷଷ୍ଠ ଶ୍ରେଣୀ ପଢ଼ିଲା ବେଳକୁ ଦେଖିବ ଶିଶୁ ତା ସାଙ୍ଗମାନଙ୍କ ସହିତ ମାନେ ମିଳିମିଶିକି ରହିବା ଶିଖି ଯାଇଥାଏ ହେଲା। ତାକୁ ମାନେ ସେ ସାଙ୍ଗମାନଙ୍କ ସହିତ ଖେଳୁଛି ମାନେ ଖେଳୁଛି,
ताकू जदि घर को भी डाकिव कि टाइम हेलाणी खाइबु आ पढ़िबु आ एई जिंस नाही तार अब से खेलुची माने खेलुची ता सांग मानक सहित से मिसी जाइए पूरा। एलिमेंटरी स्कूल इज माने प्राइमरी स्कूल जाउची प्रथम रु पंचम श्रेणी को प्राइमरी स्कूल को बोली कहूचु एवं षष्ठ रु अष्टम श्रेणी को अपर प्राइमरी बोली कहूचु। ताहले प्रथम रु अष्टम को आमे कोन बोली कहले एलिमेंटरी स्कूल बोली कहूचु हला। तो प्राइमरी स्कूल जाउची शिशु एई बयस रे प्रथम रु पंचम श्रेणी जाए पढ़ुची तेणु करी याको कोन बोली कहा जाउची एलिमेंटरी स्कूल बोली कहा गला। लॉन्ग टर्म फ्रेंडशिप एज बोली भी कहा जाउची कारण एई बयस रे शिशु जहां सहित सांग हिताए जो पिला बा जो सांग मानक सहित सांग हिताए से पूरा दीर्घ दिन पर्यंत सांग हिताए। ट्रबल सम एज माने टिके टिके कठिन समय रही कौथि कि शिशु इन्फ्लुएंस बाय पियर जदि ता सांग मानक द्वारा प्रभावित होउची ताहले भल सांग मानक द्वारा प्रभावित हो ना कि खराब सांग मानक द्वारा हैला। जदि सांग मानक सहित मिसिकी से खराब काम करूची ताहले सेहिति पई कहा जाउची कि चुनौतियों का काल परेशानी का काल हैला। तापरे सेही क्वारेलसम एज माने भी सेया कि झगड़ालू उमर शिशु जुक्ति तर्क करिवो। देखो एबे से एई एज रे टिके टिके सामान्य जुक्ति करबा सिखि जाइछे तो केमिति जुक्ति करा जाए ताकू जणा नाही कोउटा भलो कोउटा ठीक जणा नाही से शिखिबो सेई जिंस किंतु जुक्ति तर्क जेहेतु जानि जाइछे से ऑब्वियसली करिवो माने खेलिबा पई बुलिबा पई सांग मानक सहित मिसिबा पई हला। स्लोपी एज बोली भी कहा जाउची लापरवाही का काल शिशु सामान्य आकार कौन जो मु सब किछि जानिछि मु सब किछि करूछि स्पीड रे साइकिल चलैबा हो निया सहित खेलिबा हो पानी रे पहरिबा हो एई सब जिंस जते तामने करिबो हला लापरवाही का काल बोली कहा गला। स्यूडो मैच्योरिटी बोली कहि चंती किए रस नामक जने मनोवैज्ञानिक माने मिथ्या परिपक्वता शिशु को लागुची बा शिशु को फील होची मते सब किछि जणा मु सब किछि जानिछि किंतु प्रकृति रे से किछि जानि नाही प्रकृति रे से किछि भी जानि नाही किंतु ताको सेही भलिया लागुची फील होची कि मु सब किछि जानि सारलेनी मते आउ किछि जणा नाही मु जेते स्पीड रे साइकिल चलेले भी मते किछि होबनी मु निया सहित खेलिले भी मते किछि होबनी ताकू सेही जिंस फील होची हला। गत्यात्मक क्रियाओं के द्वारा शिशु का विकास होता है माने शिशु मोटर डेवलपमेंट करिकी शिखी थाए। मोटर डेवलपमेंट मीन्स सेही सब दौड़िबा खेलिबा जेते बेले एई सब जिंस से करि पारुची स्कूल को जाउची सांग मानक सहित घरे खेलुची ताहले एई सब विभिन्न क्रिया द्वारा से शिखि पारुची। लेटेंसी स्टेज बोली कहिचंती सिगमंड फ्रॉइड नामक जने मनोवैज्ञानिक। सिगमंड फ्रॉइड का थ्योरी कोन थिला साइकोसेक्सुअल थ्योरी हला। साइकोसेक्सुअल देइतिले सिगमंड फ्रॉइड आउ एरिक एरिक्सन देइतिले साइकोसोशियल। एरिक एरिक्सन थिले सिगमंड फ्रॉइड कर शिष्य माने सिगमंड फ्रॉइड गुरु एरिक एरिक्सन शिष्य ये देइतिले साइकोसेक्सुअल आउ ये देइतिले साइकोसोशियल हला। तापरे इंडस्ट्री वर्सेस इन्फ्यूरिटी एरिक एरिक्सन कहिचंती इंडस्ट्री माने कोन परिश्रम इन्फ्यूरिटी माने निजको हीन मनी करबा। जदि शिशु परिश्रम करूची एवं तार फल पाई जाउची ताहले से पूरा सफिशिएंट ता माने खुशी भलो एई एज पई जदि परिश्रम करिला एवं तार फल पाइला ताहले से कोन फील करिवो कॉम्पिटेंसी माने सक्षम माने मूल्य एई एज रे शिशु एई परिका मूल्य शिखिबो गोटे मूल्यबोध हला गुण जोटा से निजको सक्षम बोली मन करिवो हला। जदि न माने जो जहाँ भी परिश्रम कला एवं ताको फल न मिलला ताहले से निजको एबे हीन मन करिवो कि मो द्वारा हो नाही मो सांग माने तो सेही काम को करि पारुचंदी मु करि पारली नाही हला। तो एई माने जिंसटा किए कहिचंती एरिक एरिक्सन कहिचंती हला। तापरे कंक्रीट ऑपरेशनल स्टेज बोली कहिचंती पियाजे। कंक्रीट ऑपरेशनल स्टेज कहले पियाजे 7 रु 11 वर्ष कहीं शिशु मूर्त सक्रियात्मक अवस्था शिशु मूर्त विषय शिखिबो। मूर्त मीन्स जहाँ ता आखि आगे अच्छी जहाँ भी से घर द्वार रास्ता गछ जीवजंतु पशुपक्षी सबु किछि देखिबो। एई एज रे कोन प्रथम रु पंचम बा षष्ठ श्रेणी जाए शिशु कोन पढुछि माने काठरू निर्मित द्रव्य गुड़िकर नाम लेख से घरे ही देखुछि आलमारी चौकी टेबुल खट कबाट झरका सब निज आखि आगे देखुछि। गाई छेली मेंढा तांको आखि आगे देखुछि शिशु से जीवजंतु विषय पढ़िबो ना कि एमती नुहे कि एई एज रे ता माने
ଯାଇକି ଯୋଉ ବାଘ ଭାଲୁଙ୍କ ବିଷୟରେ ପଢୁଛି। ନର୍ମାଲି ଶିଶୁକୁ ପଢୁଛି ରଚନା ସ୍କୁଲରେ କ'ଣ ଗାଈ ବିଷୟରେ ରଚନା ଲେଖାଯାଉଛି। ସେ ଗାଈକୁ ଦେଖୁଛି ସବୁଦିନ ପ୍ରତିଦିନ ମାନେ ଗଲା ରାସ୍ତାରେ ନା କି ହାତୀ ଉପରେ ରଚନା ଲେଖିକି ଆଣ। ଦ୍ୱିତୀୟ ତୃତୀୟ ଶ୍ରେଣୀରେ ସମସ୍ତେ ତମେ ଗାଈ ଉପରେ ରଚନା ହିଁ ଲେଖିଛ, ଇଂଲିଶରେ ହଉ ବା ଓଡ଼ିଆରେ ହଉ। ରଚନା ଗାଈ ଉପରେ, ଯାହା ତମ ଆଖି ଆଗରେ ଦେଖୁଛ। ତମେ ବାଘକୁ କେବେ ଆଖି ଆଗରେ ଦେଖିନ ବା ସିଂହକୁ ଆଖି ଆଗରେ ଦେଖିନ, ହେଲା। ସେଇଥିପାଇଁ ମୂର୍ତ୍ତ ସକ୍ରିୟାତ୍ମକ ଅବସ୍ଥା ବୋଲି କହିଛନ୍ତି ଜିନ୍ ପିଆଜେ, ହେଲା। ଏଜ୍ ଅଫ୍ ସେମ୍ ସେକ୍ସ ଫ୍ରେଣ୍ଡସିପ୍ ମାନେ ଶିଶୁ ନିଜ ଲିଙ୍ଗର ସାଙ୍ଗମାନଙ୍କ ସହିତ ସାଙ୍ଗ ହେବ, ମାନେ ପୁଅ ପିଲାମାନେ ପୁଅ ପିଲାମାନଙ୍କ ସହିତ ସାଙ୍ଗ ହେବେ, ଝିଅମାନେ ଝିଅମାନଙ୍କ ସହିତ ସାଙ୍ଗ ହେବେ, ହେଲା। ଆଉ ଗୋଟେ ଜିନିଷ କ'ଣ ଅଛି କି ଏକ୍ସପ୍ଲୋରେସନ୍ ଅଫ୍ କଂକ୍ରିଟ୍ ପୋଟେନ୍ସିଆଲ୍ ମାନେ ରଚନାତ୍ମକ କ୍ଷମତାର ବିକାଶ ହେବ ଏଇ ଏଜ୍ରେ, ହେଲା। ଏତିକି ଭିତରେ କାହାର କିଛି ଡାଉଟ୍? କିଛି ଡାଉଟ୍ ଅଛି କାହାର ଏଇ 3ଟା ଏଜ୍ ଭିତରେ? ଆପଣ ଯୋଉ ପେଜ ପଢଉଛନ୍ତି ସେଟା ଦେଖାଉ ନାହିଁ। ଦେଖାଯାଉ ନାହିଁ? ଏବେ କ'ଣ ଦେଖାଯାଉଛି ନା କିଛି ଦେଖାଯାଉ ନାହିଁ? ଦେଖାଯାଉଛି ତ? ଯାହାକୁ ଦେଖାଯାଉନି ଟିକେ ନିଜ ମାନେ ଲେଫ୍ଟ ହେଇକି ଆଉ ଥରେ ଜଏନ୍ ହେଇଯାଅ, ହେଲା। ଲେଫ୍ଟ ହେଇକି ଜଏନ୍ ହେଲି ପରେ ସେଇ ପ୍ରଥମ ପେଜ ଅଛି ଇନଫାନ୍ସି, ଆର୍ଲି ଚାଇଲ୍ଡହୁଡ୍, ଲେଟର ଚାଇଲ୍ଡହୁଡ୍, ସେଇଟା ବି ଅଛି। ଅନ୍ୟ ସମସ୍ତଙ୍କୁ ଦେଖାଯାଉଛି ତ? ମାନେ ଏବେ ଏଡୋଲେସେନ୍ସ ପେଜ ଅଛି, ଦେଖାଯାଉଛି? ଆରେ ହଁ ନା ନାଇଁ? ନାଇଁ ଭାଇ ଦେଖାଯାଉନି। କାହାରିକୁ ବି ଦେଖାଯାଉନି?